रिज्यूम रो गुरुत्व को अनुभव करिथिबा हेतु एहाकु सठिक भाବରେ प्रस्तुत करिबा एक अत्यंत महत्वपूर्ण कार्य। हेले ଏହା ଅଧିକ ଜଟିଳ କିମ୍ବା ଅବାସ୍ତବ ହେବା ଉଚିତ ନୁହେଁ। ଏକ ଉତ୍ତମ ରିଜ୍ୟୁମ ର ଅର୍ଥ ହେଉଛି ଆପଣଙ୍କର ସ୍ୱତନ୍ତ୍ର କାହାଣୀକୁ ଉପଯୁକ୍ତ ଭାବରେ ଉପସ୍ଥାପିତ କରିବା ଏବଂ ଏହାକୁ ସୁଚାରୁ ଭାବରେ କରିବା ପାଇଁ କିଛି ଟିପ୍ସ ପ୍ରଦାନ କରାଯାଇଛି, ଯଦ୍ୱାରା ଆପଣଙ୍କ ରିଜ୍ୟୁମ ଭିଡ଼ ମଧ୍ୟରେ ଅଲଗା ଦେଖାଯିବ। ରିଜ୍ୟୁମରେ କ'ଣ କରିବେ ଏହାକୁ ସଂକ୍ଷିପ୍ତ ରଖନ୍ତୁ। ଜଣେ ଚୟନକାରୀ କିମ୍ବା କ୍ଲାଏଣ୍ଟ ପ୍ରତିଦିନ ଅନେକ ରିଜ୍ୟୁମ ଦେଖିଥାନ୍ତି। ଆପଣଙ୍କର ରିଜ୍ୟୁମକୁ ସଂକ୍ଷିପ୍ତ ଓ ଆକର୍ଷଣୀୟ ରଖିବା ଏହା ସୁନିଶ୍ଚିତ କରିଥାଏ ଯେ ଆପଣ ଏହାକୁ ପ୍ରସ୍ତୁତ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ରିଜ୍ୟୁମରେ କ'ଣ କରିବେ ନାହିଁ? ଲମ୍ବା ଓ ଜଟିଳ ଶବ୍ଦର ବ୍ୟବହାର। ଏକ ଭଲ କାହାଣୀ ପରି ଏକ ଭଲ ରିଜ୍ୟୁମ ସଠିକ ଭାବରେ ପଢ଼ି ହେଉଥିବା ଆବଶ୍ୟକ। ଲମ୍ବା ବାକ୍ୟ ଓ ଜଟିଳ ଶବ୍ଦକୁ ଏଡ଼ାନ୍ତୁ। ଏହା ପରିବର୍ତ୍ତେ ସ୍ପଷ୍ଟ ସଂକ୍ଷିପ୍ତ ଶବ୍ଦର ବ୍ୟବହାର କରି ଆପଣଙ୍କର ଚୟନକାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତୁ। ରିଜ୍ୟୁମରେ କ'ଣ କରିବେ? ଆପଣଙ୍କର ରିଜ୍ୟୁମକୁ କଷ୍ଟମାଇଜ କରନ୍ତୁ। ଆପଣଙ୍କ ଇଚ୍ଛା ମୁତାବକ କୌଣସି ପଦବୀ ପାଇଁ ଆବେଦନ କରୁଛନ୍ତି କି? ଆପଣଙ୍କର ରିଜ୍ୟୁମକୁ କଷ୍ଟମାଇଜ କରିବାର ସାମାନ୍ୟ ପ୍ରଚେଷ୍ଟା ଦ୍ୱାରା ଆପଣ ଆଉ ପାଦେ ଆଗକୁ ବଢ଼ିପାରିବେ। ଚାକିରିର ବିବରଣୀକୁ ଭଲ ଭାବରେ ପଢ଼ନ୍ତୁ ଏବଂ ସେମାନେ ଚାହୁଁଥିବା ଦକ୍ଷତାର ଏକ ନୋଟ୍ ପ୍ରସ୍ତୁତ କରନ୍ତୁ। ଏହାପରେ ଆପଣଙ୍କ ନିର୍ଦ୍ଦିଷ୍ଟ ଦକ୍ଷତା ଗୁଡ଼ିକୁ ହାଇଲାଇଟ୍ କରନ୍ତୁ ଏବଂ ଆପଣ ଏହି କାର୍ଯ୍ୟ ପାଇଁ କିପରି ଉପଯୁକ୍ତ ତାହା ଦର୍ଶାନ୍ତୁ। ରିଜ୍ୟୁମରେ କ'ଣ କରିବେ ନାହିଁ? ଆପଣ କରିଥିବା ପ୍ରତ୍ୟେକ ଚାକିରିକୁ ଉଲ୍ଲେଖ କରିବା। ବର୍ତ୍ତମାନ ସମୟରେ ଚୟନକାରୀ ସବିଶେଷ ନିଯୁକ୍ତି ଇତିହାସ ବଦଳରେ ନିର୍ଦ୍ଦିଷ୍ଟ ଦକ୍ଷତା ଓ ସଫଳତା ବିଷୟରେ ଜାଣିବାକୁ ଚାହାନ୍ତି। ତେଣୁ ପ୍ରତ୍ୟେକ ଜବ୍ର ତାଲିକା ପ୍ରସ୍ତୁତ କରିବାର ଆବଶ୍ୟକତା ନାହିଁ। ଏହା ପରିବର୍ତ୍ତେ ସଫଳତା ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଗୁଡ଼ିକ ଆପଣଙ୍କ ଚାକିରି ପାଇଁ ପ୍ରାସଙ୍ଗିକ। ରିଜ୍ୟୁମରେ କ'ଣ କରିବେ? କିଛି ବ୍ୟକ୍ତିତ୍ୱ ଯୋଡ଼ନ୍ତୁ। ଏକ ଉତ୍ତମ ରିଜ୍ୟୁମର ସମସ୍ତ ବୈଶିଷ୍ଟ୍ୟକୁ ଧ୍ୟାନରେ ରଖିବା ସହିତ ଆପଣଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ଦୃଢ଼ ଭାବରେ ଉପସ୍ଥାପନ କରନ୍ତୁ। ଆପଣଙ୍କର ବିଭିନ୍ନ ଦକ୍ଷତା ଓ ସଫଳତା ସହିତ ଉପଯୁକ୍ତ ସମ୍ପର୍କ ସ୍ଥାପନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଆପଣ ଭିଡ଼ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଆପଣଙ୍କର ସାଇଡ୍ ବିଜନେସ୍, ଆପଣଙ୍କର କିଛି ପ୍ରକଳ୍ପ କିମ୍ବା ଆପଣ କିପରି ନିଜର ଖାଲି ସମୟ ଅତିବାହିତ କରନ୍ତି ସେ ବିଷୟରେ କୁହନ୍ତୁ। ଯଦି ପାରୁଛନ୍ତି ତେବେ ଏହାକୁ କାର୍ଯ୍ୟ ବିବରଣୀରେ ସାମିଲ କରନ୍ତୁ, କିନ୍ତୁ ଧ୍ୟାନ ରଖନ୍ତୁ ଯେ ଏହା ଦକ୍ଷତା ଠାରୁ ଉର୍ଦ୍ଧ୍ୱକୁ ଯାଇ ଆପଣଙ୍କ ବ୍ୟକ୍ତିତ୍ୱର ଗଭୀରତାକୁ ଦେଖାଉଥିବ। ରିଜ୍ୟୁମରେ କ'ଣ କରିବେ ନାହିଁ? ପ୍ରତ୍ୟକ୍ଷ ବା ଫର୍ଷ୍ଟ ପର୍ସନ ଶୈଳୀରେ ଲେଖା। ଯଦିଓ ଆପଣ ନିଜର ଦକ୍ଷତା, ସଫଳତା, ପସନ୍ଦ ବିଷୟରେ କହୁଥାନ୍ତି, ତେବେ ରିଜ୍ୟୁମ ଲେଖିବା ସମୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆପଣ ସର୍ବଦା ମନେ ରଖିବା ଆବଶ୍ୟକ। ଡକ୍ୟୁମେଣ୍ଟରେ ମୁଁ ଥିବା ବାକ୍ୟ ଲେଖନ୍ତୁ ନାହିଁ। ରିଜ୍ୟୁମ ହେଉଛି ପ୍ରଫେସନାଲ ଡକ୍ୟୁମେଣ୍ଟ ଯାହାକୁ ପରୋକ୍ଷ ଭାବରେ ଉଲ୍ଲେଖ କରିବା ଉଚିତ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ରିଜ୍ୟୁମରେ କ'ଣ କରିବେ? ଏକ ସାରାଂଶ ଯୋଡ଼ନ୍ତୁ। ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଆପଣଙ୍କର କାର୍ଯ୍ୟ ଅଭିଜ୍ଞତା ତଥା ପ୍ରାସଙ୍ଗିକ ଦକ୍ଷତାର ସାରାଂଶ ପ୍ରଦାନ କରନ୍ତୁ। ଏହାକୁ ଉପଯୁକ୍ତ ଭାବରେ ପ୍ରକାଶ କରିବା ସହିତ ସରଳ ଭାବରେ ଉଲ୍ଲେଖ କରନ୍ତୁ। ଏହି ସାରାଂଶରେ ଆପଣ ଏହି ଚାକିରି ପାଇଁ କାହିଁକି ଆବେଦନ କରୁଛନ୍ତି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ସହ ଆପଣ ଏହି କାର୍ଯ୍ୟ ପାଇଁ କାହିଁକି ଉପଯୁକ୍ତ ଏବଂ ଆପଣଙ୍କଠାରେ କ'ଣ ସବୁ ସ୍ୱତନ୍ତ୍ର ଦକ୍ଷତା ରହିଛି ତାହା ମଧ୍ୟ ଉଲ୍ଲେଖ କରନ୍ତୁ। ରିଜ୍ୟୁମରେ କ'ଣ କରିବେ ନାହିଁ? ପ୍ରୁଫ୍ ରିଡ୍ କରିବାକୁ ଭୁଲିବା। ଗୋଟିଏ ପେସାଦାର ରିଜ୍ୟୁମ ପ୍ରସ୍ତୁତ କରିବାର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ମାତ୍ରାଗତ ତ୍ରୁଟି ଥିବା ରିଜ୍ୟୁମକୁ ତୁରନ୍ତ ନିଯୁକ୍ତିଦାତା ଖାରଜ କରିଦେଇଥାନ୍ତି। ତେଣୁ ଏହାକୁ ପଠାଇବା ପୂର୍ବରୁ ଭଲ ଭାବରେ ବନାନଗତ ତ୍ରୁଟି ଓ ବ୍ୟାକରଣଗତ ତ୍ରୁଟିକୁ ଯାଞ୍ଚ କରିନେବା ଉଚିତ। ଏହାଦ୍ୱାରା କାର୍ଯ୍ୟ ପ୍ରତି ଆପଣଙ୍କର ନଜର ବିଷୟରେ ଜଣାଯିବ। ରିଜ୍ୟୁମରେ କ'ଣ କରିବେ? ସ୍ଥିରତା ବଜାୟ ରଖନ୍ତୁ। ଯଥାସମ୍ଭବ ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର ରିଜ୍ୟୁମକୁ ଉପଯୁକ୍ତ ଭାବରେ ସଂଶୋଧନ କରାଯାଇଛି। ଉପଯୁକ୍ତ ଫଣ୍ଟ ସାଇଜ ଓ ବୁଲେଟ୍ ଷ୍ଟାଇଲ ପ୍ରଦାନ କରନ୍ତୁ, ଯଦ୍ୱାରା ଏହାକୁ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇପାରିବ। ରିଜ୍ୟୁମରେ କ'ଣ କରିବେ ନାହିଁ? କେବଳ ଶିକ୍ଷାଗତ ଉପରେ ଧ୍ୟାନ ଦେବା। ଗୋଟିଏ ରିଜ୍ୟୁମ ପ୍ରସ୍ତୁତ କରିବା ସମୟରେ ଆପଣଙ୍କ ଶିକ୍ଷାଗତ ଉପଲବ୍ଧି ଆପଣଙ୍କର ଦକ୍ଷତା ଉପରେ ଆଲୋକପାତ କରିବାର ଏକ ମାର୍ଗ ହେବା ଉଚିତ। ହେଲେ କେବଳ ଶିକ୍ଷାଗତ ଉପରେ ଅତ୍ୟଧିକ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ଜଣେ ଫ୍ରେଶର ଏବଂ ପ୍ରଥମ ଥର ଜବ୍ ପାଇଁ ଆବେଦନ କରୁଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଏବେ ବି ଧ୍ୟାନ ସହକାରେ ନିଜର ଦକ୍ଷତା ତିଆରି କରି ନିଜର ସର୍ବୋତ୍ତମ ଦେଖାଇ ପାରିବେ। ଯେଉଁ ସଫ୍ଟୱେୟାର ଓ ଆପ୍ଲିକେସନକୁ ଆପଣ ଭଲ ଭାବରେ ଜାଣିଛନ୍ତି ତାହାକୁ ଉଲ୍ଲେଖ କରନ୍ତୁ।
ଆପଣ ନିଜର ନେତୃତ୍ୱ କ୍ଷମତା, ଦଳଗତ କାର୍ଯ୍ୟ, ସୃଜନଶୀଳତା କିମ୍ବା ସମସ୍ୟା ସମାଧାନ ଉପରେ ଆଲୋକପାତ କରିବା ପାଇଁ ପ୍ରୋଜେକ୍ଟ ଓ କ୍ଲାସ ଆକ୍ଟିଭିଟି ବିଷୟରେ କହିପାରିବେ। ଯେକୌଣସି ସ୍ୱେଚ୍ଛାଭିତ୍ତିକ କାର୍ଯ୍ୟକୁ ମଧ୍ୟ ତାଲିକାରେ ସାମିଲ କରାଯାଇପାରେ। ତେଣୁ ଏଗୁଡ଼ିକ ହେଉଛି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହାକୁ ରିଜ୍ୟୁମ୍ ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦେବା ଉଚିତ। ଏହି ଟିପ୍ସ ଓ ଟ୍ରିକ୍ସକୁ ରିଜ୍ୟୁମ୍ ପ୍ରସ୍ତୁତ କରିବା ସମୟରେ ଧ୍ୟାନରେ ରଖନ୍ତୁ ଏବଂ ଆପଣ ନିଶ୍ଚିତ ଭାବରେ ଚୟନକାରୀଙ୍କର ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇପାରିବେ।